ଦେଖନ୍ତୁ ଆଜି ସକାଳୁ ସକାଳୁ ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ ଉପଖଣ୍ଡ ଚିକିତ୍ସାଳୟରେ ପହଞ୍ଚିଥିଲା ତିନି ଜଣ ରୋଗୀ ଯେଉଁମାନଙ୍କୁ କି ଡାକ୍ତର ଦେଖିବା ପରେ ତାଙ୍କୁ ମୃତ ଘୋଷଣା କରିଥିଲେ। ଜଣାପଡ଼ିଥିଲା କି ସେମାନେ ଅନୁଗୁଳ ଜିଲ୍ଲା ଯେଉଁ ପରଙ୍ଗ ଅଛି, ପରଙ୍ଗ ସ୍ଥିତ ଶ୍ରୀ ମେଟାଲିକ କାରଖାନାର ତିନି ଜଣ ଶ୍ରମିକ। ସେମାନଙ୍କ ଘର ହେଉଛି ସୁନ୍ଦରଗଡ଼ ଜିଲ୍ଲାରେ। ଜଣେ ହେଉଛନ୍ତି ସୁନ୍ଦରଗଡ଼ ଜିଲ୍ଲାର ମଣ୍ଟୁ କୁମାର, ଶ୍ରୀଧର ବୋଗେନ ଏବଂ ସୁନାକଣି ଅଞ୍ଚଳର ମଙ୍ଗଲ ମାଝୀ। ଏହି ତିନି ଜଣଙ୍କ ମୃତଦେହ ରିସିଭ୍ କରିଥିଲେ ଡାକ୍ତର, ତାଙ୍କୁ ମୃତ ମଧ୍ୟ ଘୋଷଣା କରିଥିଲେ। ସେମାନଙ୍କର ପାରିପାର୍ଶ୍ୱିକ ଅବସ୍ଥା ଯାହା ଥିଲା, ତାଙ୍କର ଗୋଡ଼ ହାତ କଳା ମଧ୍ୟ ହୋଇଯାଇଥିଲା। କଳା ହୋଇଯିବା ପରେ ସେମାନଙ୍କୁ ମୃତ ଘୋଷଣା କରିଥିଲେ। ଯାହା ଜଣାପଡ଼ୁଥିଲା କି ସେମାନଙ୍କର ରାତିରେ ମୃତ୍ୟୁ ହୋଇଯାଇଛି। ରାତିରେ ମୃତ୍ୟୁ ହେବା ପରେ ଆମେ ଘଟଣାକୁ ନେଇ ଘଟଣାସ୍ଥଳକୁ ଆସିଥିଲୁ ଶ୍ରୀ ମେଟାଲିକକୁ। ସହଯୋଗୀଙ୍କୁ ଦେଖେଇବେ କିପରି ଭାବେ ଶ୍ରୀ ମେଟାଲିକ କାରଖାନା ସମ୍ମୁଖରେ ଆମେ ଅଛୁ, সেই ସମ୍ମୁଖରୁ ଥାଇ ୟାକୁ କଭରେଜ କରୁଛୁ। ଆମେ ଯେତେବେଳେ ଘଟଣାର ସତ୍ୟାସତ୍ୟ ଜାଣିବା ପାଇଁ ଶ୍ରୀ ମେଟାଲିକ ଭିତରକୁ ଯିବାକୁ ଚାହିଁଥିଲୁ, ସେଠିକାର ଯିଏ ଅଛନ୍ତି ସୁରକ୍ଷାକର୍ମୀ ମାନେ ଆମକୁ ଭିତରକୁ ଛାଡ଼ି ନଥିଲେ। ଦେଖନ୍ତୁ, ଶ୍ରୀ ମେଟାଲିକ ଠାରୁ ଅନୁଗୁଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ମାତ୍ର 8 କିଲୋମିଟର ଏବଂ ଯାହା ଅଛି ପବିତ୍ର ମୋହନ ମେଡିକାଲ କଲେଜ ମଧ୍ୟ 8 କିଲୋମିଟର। ସେଠିକି ନିଆ ନ ଯାଇ ସେମାନଙ୍କୁ କାହିଁକି କଟକ ନିଆଯାଉଥିଲା? କଟକ ନିଆଯିବା ବାଟରେ ହଠାତ୍ ଏମିତି ଆମ୍ବୁଲାନ୍ସ କର୍ମଚାରୀ କ'ଣ ଜାଣିଲେ ସେମାନଙ୍କୁ ହିନ୍ଦୋଳ ଯେଉଁ ଅଛି ଉପଖଣ୍ଡ ଚିକିତ୍ସାଳୟ ସେଠି ଭର୍ତ୍ତି କଲେ। ସେଠି ଡାକ୍ତର ତାଙ୍କୁ ମୃତ ଘୋଷଣା କଲେ। ଏଥିରେ କିଛି ସନ୍ଦେହ ଆସୁଥିବା ବେଳେ ସନ୍ଦେହ କ'ଣ ତାହା ମଧ୍ୟ ଜଣାପଡ଼ୁନାହିଁ। ଆମେ ଯାହା ଅନୁମାନ କରୁଛୁ କି ହିନ୍ଦୋଳରେ ଡାକ୍ତରଙ୍କ କହିବା ହିସାବରେ 4-5 ଘଣ୍ଟା ପୂର୍ବରୁ ସେମାନଙ୍କର ମୃତ୍ୟୁ ହୋଇଛି। ସେମାନେ କାମ କରୁଥିବା ବେଳେ ତାଙ୍କର ମୃତ୍ୟୁ ହୋଇଛି କି ବାଟରେ ନେବା ବେଳେ ମୃତ୍ୟୁ ହୋଇଛି ତାହା ମଧ୍ୟ ଅସ୍ପଷ୍ଟ। ଘଟଣାକୁ ନେଇ ନିଶା ଥାନା, ଶିଳ୍ପାଞ୍ଚଳ ଥାନା ପୁଲିସ, ସାଇଣ୍ଟିଫିକ ଟିମ୍, ଅନୁଗୁଳ STPO ଯିଏ ଅଛନ୍ତି ଜିଲ୍ଲା ଶ୍ରମ ଅଧିକାରୀ ହୁଅନ୍ତୁ, ଫ୍ୟାକ୍ଟ୍ରି ଆଣ୍ଡ ବଏଲର ଡିପାର୍ଟମେଣ୍ଟର ଇନ୍ସପେକ୍ଟର ଭିତରେ ଯାଇ ଘଟଣାର ତଦନ୍ତ କରୁଛନ୍ତି। ସାଇଣ୍ଟିଫିକ ଟିମ୍ ଯାହା କହୁଥିଲେ କି ଯେଉଁ ସ୍ପଟରେ ସେମାନେ ମରିଛନ୍ତି ସେ ଜାଗାଟା ସମ୍ପୂର୍ଣ୍ଣ ଅନ୍ଧକାର ଜାଗା, ସେ ଜାଗାକୁ ଯିବା ମଧ୍ୟ ଅସମ୍ଭବ। ସେଭଳି ଜାଗାରେ ଶ୍ରମିକମାନେ କିପରି ଭାବେ କାମ କରୁଥିଲେ, ଏଠି ସେଫ୍ଟି ମେଜରକୁ ଦେଖା ହେଇଥିଲା ନା ନାହିଁ, ସେମାନଙ୍କୁ ଦୁର୍ଘଟଣା ସେମାନଙ୍କର କେମିତି ଭାବରେ ଘଟିଲା, ସେମାନଙ୍କୁ ଅନୁଗୁଳ ନ ନେଇ କଟକ କାହିଁକି ନିଆଯାଉଥିଲା ଏବଂ ହିନ୍ଦୋଳରେ ତାକୁ କାହିଁକି ଡାକ୍ତରଖାନାରେ ଭର୍ତ୍ତି କଲା, ଏହା ଏକ ବର୍ତ୍ତମାନ ପ୍ରଶ୍ନବାଚୀ ଉଠିଛି। ଘଟଣାର ଯାହା ପଡ଼ୁଛି କି ଜଣାପଡ଼ୁଛି, ଯାହା ସାଇଣ୍ଟିଫିକ ଟିମ୍ ଯାହା ଆଲୋଚନା କରୁଥିଲେ STPOଙ୍କ ସହିତ, ଯେ ଏଠି କୌଣସି ପ୍ରକାର ସେଫ୍ଟି ମେଜର ନାହିଁ, ଯାହାକି ସମ୍ପୂର୍ଣ୍ଣ ଅନ୍ଧକାର ଭିତରେ କର୍ମଚାରୀମାନେ କାମ କରୁଛନ୍ତି। ଏବଂ ଏ ଘଟଣାକୁ ଘୋଡ଼ାଇବା ପାଇଁ ମଧ୍ୟ ଯାହା ଗଣମାଧ୍ୟମକୁ कंपनी कर्मचारी सहयोग करना। श्री मेटालिक भितर को काहू छाड़ूना, केवल पुलिस सरकारी कर्मचारी हूँ, पुलिस हूँ, आपणकर फैक्ट्री एंड बॉयलर डिपार्टमेंट को हूँ, से छाड़ी किंतु गणमाध्यम प्रतिनिधि को छाड़ूना। उल्टा जी सिक्यूरीटी हेड थे आमर जड़े गणमाध्यम प्रतिनिधि सहित जुक्ति कले कि आपण मान भर को छड़ा जीवना, आपण मान छाड़ा को भर को संपूर्ण भाव में मना अच्छी। घटनार कारण कौन, कहीं कंपनी कर्मचारी हूँ कि HR डिपार्टमेंट हो, कहीं गणमाध्यम को सहयोग करूना, कहीं सठिक जगह साइंटिफिक टीम को देखई ना, घटनार सत्यासत्य रही कौन, प्रकृत में घटनार सत्यासत्य केमिति जना पड़िबो ताहा साइंटिफिक टीम हूँ कि फैक्ट्री बॉयलर एंड डिपार्टमेंट हूँ कि आपणकर श्रम अधिकारी हूँ, से पाखु जना पड़िबो। सेमानकर प्रतिक्रिया वर्तमान पर्यंत आम पाइपारि नाहु, केतेबेले सेमाने प्रतिक्रिया दौरान कौन घटनाटी घटी, किपरि भावे सेमानकर मृत्यु है, एथिपाई दायी किए ताहा परे जना पड़िबो। छंडीपदारू हटकिशोर, MBC टीवी।